ଆସୁଛି ବାତ୍ୟା। ହଁ ଦର୍ଶକ ବନ୍ଧୁ, ଆପଣ ଠିକ୍ ଦେଖୁଛନ୍ତି। ଯୁଦ୍ଧର ଘନ ଘଣ୍ଟା ପରେ ଏବେ ପୁଣି ବାତ୍ୟାରେ ଚିନ୍ତା ବଢ଼ାଉଛି ଓଡ଼ିଶାବାସୀଙ୍କୁ। ଏବେ ଓଡ଼ିଶାରେ ସିଧାସଳଖ ମାଡ଼ ହେବ ବାତ୍ୟା। କେଉଁଠାରେ ସ୍ଥଳଭାଗ ଛୁଇଁବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି, କିନ୍ତୁ ଓଡ଼ିଶାରେ ପାଖାପାଖି କେଉଁଠି ସ୍ଥଳଭାଗ ଛୁଇଁବ। ଏମିତିକି ଓଡ଼ିଶାରେ ସ୍ଥଳଭାଗ ଛୁଇଁପାରେ, କିନ୍ତୁ ପାଖାପାଖି କେଉଁଠାରେ ବି ସ୍ଥଳଭାଗ ଛୁଇଁବ। ଦର୍ଶକ ବନ୍ଧୁ, ଯେତେବେଳେ ଯୁଦ୍ଧର ଘନ ଘଣ୍ଟା ଭିତରେ ବାତ୍ୟା ଆସୁଛି, ସେତେବେଳେ ଓଡ଼ିଶାବାସୀଙ୍କ ମନରେ ଛନକା ପଶୁଛି। ଆସନ୍ତା ମେ 23ରୁ 28 ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାଫଳରେ ବାତ୍ୟା ହେବ। ବାତ୍ୟାର ପରିଣତ ହୋଇ 24ରୁ 26 ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଘୂର୍ଣ୍ଣିବଳୟ ସୃଷ୍ଟି ହେବ 23ରୁ 28 ତାରିଖ ମଧ୍ୟରେ, କିନ୍ତୁ ବାତ୍ୟା 24ରୁ 26 ତାରିଖ ଭିତରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ଏହା ବଙ୍ଗୋପଦେଶ ଏବଂ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବ ବୋଲି ପୂର୍ବାନୁମାନ